କେତକୀକୁ ମାରିବା ଦେଖି ଆଈ ବିକଳ ହୋଇ ତାକୁ ଡାକ ପକାଇଲେ। ସାଧକ ଆଈକୁ ହାତ ଦେଖାଇ କହିଲେ, ରୁହନ୍ତୁ, ସେ ଆତ୍ମା ବର୍ତ୍ତମାନ ଏ ଝିଅ ଦେହରେ ପଶି ସାରିଛି। ସେ ପ୍ରକୃତରେ ଗୋଟିଏ ଶରୀରରେ ପ୍ରବେଶ କରିବା ପାଇଁ ଚାହୁଁଥିଲା, କିନ୍ତୁ ଆପଣମାନଙ୍କୁ ସେ ଛୁଇଁ ପାରୁନଥିଲା। ସେଥିପାଇଁ ସେ ଏପରି କାଣ୍ଡ ସବୁ କରୁଥିଲା। ଏବେ ସେ ଝିଅର ଶରୀରରେ ପ୍ରବେଶ କରିଛି। ଆଈ କହିଲେ, ଏବେ କ'ଣ ହେବ କେତକୀର? ସାଧକ ଜଣକ କହିଲେ, ବ୍ୟସ୍ତ ହୁଅନ୍ତୁନି, କେତକୀର କିଛି ଅସୁବିଧା ହେବନି। ସେ କେତକୀର ଶରୀରକୁ ଛାଡ଼ିବ ସେ ବ୍ୟବସ୍ଥା ମୁଁ କରୁଛି। କିନ୍ତୁ ଆପଣମାନେ ନିଜ ଜାଗାରୁ ଉଠିବେନି କି ଏ ରେଖା ବାହାରକୁ ଆସିବେନି। ମୁଁ ଆସିଛି। ତାପରେ ସାଧକ ସେ ଆତ୍ମାକୁ ଯେତେ ଯାହା ପଚାରିଲେ ମଧ୍ୟ ସେ କିଛି କହିଲାନି। ଖାଲି ବଡ଼ ବଡ଼ ଆଖିରେ ମାଉସୀଙ୍କୁ ଚାହିଁ ଦାନ୍ତ କାମୁଡ଼ି ଗର୍ଜନ କରୁଥାଏ। ସାଧକ ତାକୁ କହିଲେ, ଇଆଡ଼େ ସିଆଡ଼େ ନୁହେଁ, ମୋତେ ଦେଖ। ସେ କିନ୍ତୁ ତାଙ୍କୁ ନ ଚାହିଁ ତଳକୁ ଚାହୁଁଥାଏ। ସାଧକ ତା ମୁହଁକୁ କିଛି ଝୁଣା ମାରିବାରୁ ସେ ଗୋଟିଏ ଚିର୍ଚିରା ରାବ କରି ଆଖି ତରାଟି ସାଧକକୁ ଚାହିଁଲା। ସାଧକ ଜଣକ ପଚାରିଲେ, କହ, ତୁ କିଏ? ଆତ୍ମା କହୁଥାଏ, ମୁଁ। ସାଧକ କହିଲେ, କହ, ତୁ କିଏ? ଆତ୍ମା କହିଲା, ମୁଁ ହେଉଛି ମୌଲି। ସାଧକ କହିଲେ, ମୌଲି? ମୌଲି କ'ଣ? ସ୍ପଷ୍ଟ ଭାବରେ ଉତ୍ତର ଦେ। ଛୋଟ ମୁଁ। ଆତ୍ମା ସେ କିଛି ନ କହି ତଳକୁ ମୁହଁ କରି ଝୁଲିବାକୁ ଲାଗିଲା। ସାଧକ ବେତରେ ପୁଣି ଏକ ପାହାର ବସାଇବାରୁ ଦାନ୍ତ କଡ଼ମଡ଼ କରି କହିଲା, ମୁଁ ମୌଲି ତରେଇ। ସାଧକ କହିଲେ, କେଉଁଠୁ ଆସୁଛୁ? ତୋ ଘର କେଉଁଠି? ଆତ୍ମା କହିଲା, ମୋ ଘର ଫୁଲବାଣୀର ତାଳସରି ଗାଁରେ। ସାଧକ କହିଲେ, ଏଠିକି କାହିଁକି ଆସିଛୁ? ଏମାନଙ୍କୁ କାହିଁକି ହଇରାଣ କରୁଛୁ? ସେ ଆତ୍ମା ଆଖି ତରାଟି ରାଗରେ ସଁ ସଁ ହେଇ କହିଲା, କିଛି କହିବିନି। ତତେ ମୁଁ କିଛି କହିବିନି। ମୋତେ ଛାଡ଼। ସାଧକ ପୁଣି ବେତ ପାହାର ବସେଇ କହିଲେ, କହ, ଏଠିକି କାହିଁକି ଆସିଛୁ? କ'ଣ ପାଇଁ ଆସିଛୁ? ଏମାନଙ୍କୁ କାହିଁକି ହଇରାଣ କରୁଛୁ? ଆତ୍ମା ଚିହିଁକି ଉଠି କହିଲା, ମୁଁ ଏଠି କାହାକୁ ହଇରାଣ କରିବାକୁ ଆସିନି। ମାଉସୀ ଆଡ଼କୁ ଆଙ୍ଗୁଠି ଦେଖେଇ କହିଲା, ମୁଁ ଆସିଛି ତା ପାଖକୁ। ମାଉସୀ ଏକଥା ଶୁଣି ଡରରେ ଥରିବାକୁ ଲାଗିଲେ। ସାଧକ ପଚାରିଲେ, ତା ପାଖକୁ କାହିଁକି ଆସିଛୁ? ଆତ୍ମା ସଁ ସଁ ହେଇ କହିଲା, ମୋ ବନ୍ଧନରେ ଥିଲି, ସେ ମୋତେ ମୁକ୍ତ କରିଛି। ମୁଁ ତା ଉପରେ ବହୁତ ଖୁସି। ସେ ହିଁ ମୋ ପ୍ରତିଶୋଧ ନେବାରେ ମୋତେ ସାହାଯ୍ୟ କରିବ। କିନ୍ତୁ ମୁଁ ତା ଶରୀର ଭିତରକୁ ପଶିପାରୁନି। ପ୍ରତିଶୋଧ କଥା ଶୁଣି ସାଧକ ଆଶ୍ଚର୍ଯ୍ୟ ହେଇ ପଚାରିଲେ, ପ୍ରତିଶୋଧ? କି ପ୍ରତିଶୋଧ? କାହାଠୁ ପ୍ରତିଶୋଧ ନେବାକୁ ଚାହୁଁଛୁ? ଆତ୍ମା କହିଲେ, ସେ ଶ୍ରୀଧର। ସେ ଶଳା ମୋ ଜୀବନ ବର୍ବାଦ କରିଦେଲା। ତାକୁ ମୁଁ ଛାଡ଼ିବିନି, ମାରିଦେବି ତାକୁ। ସାଧକ ଜଣକ ପୁଣି ଥରେ ପଚାରିଲେ, ଶ୍ରୀଧର କିଏ? ଆତ୍ମା କିଛି ନ କହି ଚୁପ୍ ରହିଲା। ସାଧକ ପୁଣି ପଚାରିଲେ, କହ, ଶ୍ରୀଧର କିଏ? କ'ଣ କରିଛି ତୋ ସହିତ? ସବୁ କଥା କହ, ନହେଲେ ମୁଁ ତୋତେ ବନ୍ଧନ କରି ନେଇ ସମୁଦ୍ରରେ ଫୋପାଡ଼ି ଦେବି। ଆତ୍ମା କିଛି ସମୟ ସାଧକକୁ ଚାହିଁଲା। ତାପରେ କହିଲା, ଶ୍ରୀଧର ମୋ ଗାଁର। ମୁଁ ତାକୁ ବହୁତ ଭଲ ପାଉଥିଲି। ତାକୁ ବାହା ହେବାକୁ ଚାହୁଁଥିଲି, ହେଲେ ମୋ ବାହାକୁ ସେ ପସନ୍ଦ ନଥିଲା। ତାର ଧନ ସମ୍ପତ୍ତି କିଛି ନଥିଲା। ଗୋଟେ ଭଙ୍ଗା ଚାଳ ଘରେ ସେ ରହୁଥିଲା। ସେ ନିଜେ ବି କିଛି କାମ ଧନ୍ଦା କରୁନଥିଲା। ମୁଁ ତାକୁ କହିଲି, ତୁ କିଛି କାମ ଧନ୍ଦା କର, ନହେଲେ ମୋ ବାଆ ତୋ ସହିତ ମୋ ବାହାଘର କରିବନି। ସେ କହିଲା, ମୁଁ କାମ ଖୋଜୁଛି, ମିଳିଲେ ତ କରିବି। କିଛି ଦିନ ପରେ ଦିନେ ସେ ଶ୍ରୀଧର ଆସି ମୋତେ କହିଲା, ଜାଣିଲୁ ଲୋ ମୌଲି, ମୋତେ ନା ଗୋଟେ ଭଲ ଧନ୍ଦା ମିଳିଯାଇଛି। ବହୁତ ଟଙ୍କା ବି ମିଳିଛି। ଦେଖୁନୁ ମୁଁ କେମିତିକା ଜାମାପଟା କିଣିକି ପିନ୍ଧିଛି। ମୋତେ ଗୋଟେ ପଲିଥିନ ଜରି ବଢ଼େଇ ଦେଇ କହିଲା, ନେ, ମୁଁ ତୋ ପାଇଁ ବି ବଢ଼ିଆ ଶାଢ଼ୀପଟା ଆଣିଛି ଲୋ। ତୁ ୟାକୁ ପିନ୍ଧିଲେ ଭାରି ସୁନ୍ଦରିଆ ଦେଖାଯିବୁ। ମୁଁ ସେ ଶାଢ଼ୀ ଦେଖି ଭାରି ଖୁସି ହେଇଗଲି। ତାକୁ କହିଲି, ଯାହା ହଉ ତୋତେ କାମଧନ୍ଦା ଖଣ୍ଡେ ମିଳିଗଲା, ଭଲ ଦୁଇ ପଇସା ବି ମିଳିଲା। ଏବେ ମୋ ବାଆ ଆମ ବାହାଘର ପାଇଁ ରାଜି ହେଇଯିବ।